ବୃଦ୍ଧ ଗାଁ ହେଉଛି ରାମନଗର। ଏଠାରେ ବାସ କରୁଥିଲେ ମଧୁସୂଦନ ନାମକ ଜଣେ ବୃଦ୍ଧ ଭକ୍ତ। ତାଙ୍କର ବୟସ ହେବ 65 ବର୍ଷ। ଦେହ କ୍ଷୀଣ କିନ୍ତୁ ହୃଦୟରେ ଅଦ୍ଭୁତ ଶକ୍ତି। ସେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାବେଳେ ଗାଁର ହନୁମାନ ମନ୍ଦିରକୁ ଯାଇ ବଜରଙ୍ଗବାଲିକୁ ପୂଜା କରୁଥିଲେ। ତାଙ୍କର ଭକ୍ତି ଏପରି ଗଭୀର ଥିଲା ଯେ ଗାଁ ଲୋକେ ତାଙ୍କୁ ହନୁମାନ ମଧୁସୂଦନ ବୋଲି ଡାକୁଥିଲେ। ମଧୁସୂଦନ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ହନୁମାନଙ୍କ ସେବା। ତାଙ୍କ ପାଖରେ ଧନ ଅଧିକ ନଥିଲା, ହେଲେ ଯେତେ ଅର୍ଜନ କରୁଥିଲେ ସେଥିରୁ ଅଧିକାଂଶ ମନ୍ଦିରକୁ ଦାନ କରିଦେଉଥିଲେ। ଦିନକର ଘଟଣା, ଦୁଷ୍ଟ ଦଳ ଗାଁକୁ ଆକ୍ରମଣ କରି ଲୋକମାନଙ୍କର ଘରଦ୍ୱାର ଲୁଟି ନେଲେ। ମନ୍ଦିରର ଗହଣା, ଦୀପ ଏବଂ ଭଣ୍ଡାର ମଧ୍ୟ ନଷ୍ଟ କରିଦେଲେ। ଗାଁରେ ଲୋକ ଭୟଭୀତ ଓ ନିରାଶ ହୋଇଗଲେ। ସେମାନେ ମଧୁସୂଦନଙ୍କ ନିକଟକୁ ଗଲେ, କହିଲେ, ମଧୁସୂଦନ, ତୁମେ ତ ହନୁମାନଙ୍କୁ ଏତେ ପୂଜା କରୁଛ, ଏତେ ଭକ୍ତି କଲ, କିନ୍ତୁ ସେ ବଞ୍ଚେଇ ପାରିଲେନି। ମଧୁସୂଦନ ନିର୍ବିକାର ଭାବରେ ହସିଲେ, କହିଲେ, ହନୁମାନ ତ ନିଜର ଲୀଳା କରୁଛନ୍ତି, ସେ ଦେଖୁଛନ୍ତି କିଏ କେତେ ଭକ୍ତିଶୀଳ। ଏହି ଅପରାଧୀମାନେ ଅବଶ୍ୟ ତାଙ୍କ ଦଣ୍ଡରୁ ବଞ୍ଚି ପାରିବେ ନାହିଁ। ସେ ଏକାକୀ ମନ୍ଦିରକୁ ଗଲେ, ଭଗବାନଙ୍କ ପାଖରେ ବସି ତାଳ ଧରି ପାଠ ଆରମ୍ଭ କଲେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ତାଙ୍କର ଶବ୍ଦ ଧୀରେ ଧୀରେ ଗାଁ ଆଡ଼େ ପ୍ରସାରିତ ହେଲା। ଲୋକ ଏକାଠି ହେଲେ। ସେମାନେ ମଧୁସୂଦନଙ୍କ ସଙ୍ଗେ ଜପ କରିବା ଆରମ୍ଭ କଲେ। ସେହିଦିନ ରାତିରେ ଏକ ଅଦ୍ଭୁତ ଘଟଣା ଘଟିଲା। ଦୁଷ୍ଟ ଦଳ ଜଙ୍ଗଲ ମଧ୍ୟର ରାସ୍ତା ଦେଇ ଯାଉଥିଲେ। ସେମାନେ ଦେଖିଲେ ଏକ ବିଶାଳ ବାନର ରାତିରେ ଅନ୍ଧକାରରେ ତାଙ୍କ ଆଡ଼କୁ ଦୌଡ଼ି ଆସୁଛି। ସଭିଏ ଭୟରେ ପଳାଇ ଗଲେ। କିଛି ଅଜଣା ଶକ୍ତି ତାକୁ ଏମିତି ହାନି ଦେଲା ଯେ ସେମାନେ ଗାଁକୁ ଯିବାକୁ ଆଉ ସାହସ କଲେ ନାହିଁ। ପରବର୍ତ୍ତୀ ଦିନ ସକାଳେ ଗାଁ ଲୋକ ଦେଖିଲେ ମନ୍ଦିର ମଧ୍ୟରେ ହନୁମାନଙ୍କ ପାଦରେ ରକ୍ତ ଲାଗିଛି। ମଧୁସୂଦନ ନମସ୍କାର କଲେ ଓ କହିଲେ, ମୋ ପ୍ରଭୁ ସ୍ୱୟଂ ଆସି ଗାଁକୁ ରକ୍ଷା କଲେ। ଏହା ମୋ ଜୀବନର ସବୁଠାରୁ ବଡ଼ ଅନୁଭବ। ତାପରେ ଗାଁ ଲୋକ ମଧୁସୂଦନକୁ ଏକ ଜୀବନ୍ତ ସନ୍ଥ ବୋଲି ମାନିଲେ। ଗାଁର ପିଲା, ଯୁବକ, ବୃଦ୍ଧ ସମସ୍ତେ ତାଙ୍କ ପାଖରେ ଆସି ଶିଖିଲେ, ଭକ୍ତି ଓ ଶ୍ରଦ୍ଧା ଥିଲେ ଈଶ୍ୱର ସ୍ୱୟଂ ମଧ୍ୟ ବାହାରି ଆସନ୍ତି।